ପିଲାଙ୍କର ଅଭିଭାବକ ତଥା ଏ ପଞ୍ଚାୟତର ଜଣେ ଆମର ଯୁବ ନେତୃତ୍ୱ ସ୍ଥାନ ପ୍ରାୟ ଗ୍ରହଣ କରିଛନ୍ତି ବୁଝନ୍ତି ତାକୁ ଟିକେ କିଛି ପଠେଇ କୁହନ୍ତୁ। ଯାହା ବି ହଉ ଆମ ଅଣଚାଳିଶ ସ୍କୁଲରେ ଯେଉଁ ଛୋଟ ଛୋଟ ପିଲାମାନେ ତାଙ୍କର ସ୍ୱଚ୍ଛତା ଉପରେ ଯେଉଁ ଆଜି କାର୍ଯ୍ୟକ୍ରମ କରିଛନ୍ତି ସେଥିପାଇଁ ଆମ ସାର୍ ମାନଙ୍କୁ ବହୁତ ଧନ୍ୟବାଦ। ପ୍ରାୟତଃ ଆମେ ସବୁ ସ୍କୁଲକୁ ଯାଇକି ଆସିଥିଲୁ ଏସବୁ କାର୍ଯ୍ୟକ୍ରମ କେବେ ମାନେ ହେଇତ ନାହିଁ ବର୍ତ୍ତମାନ ସୁଦ୍ଧା ମୋତେ ଥରେ ଇନଷ୍ଟ୍ରକ୍ସନ୍ ଅଛି କ'ଣ ମୁଁ ତ ଜାଣିନି ତଥାପି ଯାହା ହଉ ଏତିକି ଶିଖିଛନ୍ତି ଯାହା ଯୋଗୁଁ ସମସ୍ତେ ଏଇ ଯେଉଁ ମାନେ ପଲିଥିନ୍ ମୁକ୍ତ କରିବା ଆମର ଲକ୍ଷ୍ୟ ସେଇଥିପାଇଁ ସବୁ ମାନେ କାର୍ଯ୍ୟକ୍ରମ ହେଇଛି। ସେଥିପାଇଁ ସାର୍ ଆଉ ଦିଦିମାନଙ୍କୁ ବହୁତ ଧନ୍ୟବାଦ। ଆଉ ଛୋଟ ଛୋଟ ଛୁଆମାନେ କେମିତି ସମସ୍ତେ ଘରେ ବି ପ୍ଲାଷ୍ଟିକ୍ ୟୁଜ୍ କରିବ ନାହିଁ ସମସ୍ତେ ଘରେ କେମିତି ଏଇ ମାନେ ମାଟିରେ ବେଶୀ ୟୁଜ୍ କରିବ ସେ ନଡ଼ିଆ ଗଛ ବି ସିଏ ବି କରିବ ପାଣି ପାତ୍ର ସିଏ ବି କରୁଛି ଏମିତି ଯାହା ବି ବହୁତ ମାନେ ଭଲ ଭଲ ଜିନିଷ ହେଇଛି ସେଇଟା ୟୁଜ୍ କଲେ ଆମ ପାଇଁ ଭଲ। ଧନ୍ୟବାଦ। ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ପରିବେଶକୁ ଦୂଷିତ କରୁଛି ଯେମିତି ଆମ ଯାହା ବ୍ୟବହାର କରିବା ମାଟିର ଜିନିଷ ବ୍ୟବହାର କରିବା। ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର କରିବା ନାହିଁ। ଧନ୍ୟବାଦ। ଯାହାର ମଧ୍ୟ ପ୍ଲାଷ୍ଟିକ୍ ଯୁଗରେ ପ୍ଲାଷ୍ଟିକ୍ ବ୍ୟବହାର ଫଳରେ ପରିବେଶ ଦୂଷିତ ସଂକ୍ରମିତ ହେଉଛି ତେଣୁ ମଧ୍ୟ ପ୍ଲାଷ୍ଟିକ୍ ବିପର୍ଯ୍ୟିତ କରି ଏହି ପତ୍ର ତାଳପତ୍ର ବିଭିନ୍ନ ପ୍ରକାର ଜିନିଷ ତିଆରି କରି ଆସନଠୁ ଆରମ୍ଭ କରି ନିଜ ମଧ୍ୟ ନିଷ୍ପଦ କରି ଆମର ଯାହା ଧନ୍ୟବାଦ। ଧନ୍ୟବାଦ। ଯାହା ପୁଣି ପୂର୍ବ ଯୁଗକୁ ଫେରି ଆସିବା ଯେଉଁ ମାଟିର ଜିନିଷ ରଖିବା ମାଟିର ଜିନିଷ ବ୍ୟବହାର କରିବା ମାଟି ଜିନିଷକୁ ସାଇତି ରଖି ତାକୁ ଆମ ନିତ୍ୟ ବ୍ୟବହାର ଖାଦ୍ୟକୁ ପ୍ରତ୍ୟେକ ଜିନିଷ ବ୍ୟବହାର କରିବା ଆମ ଶରୀରକୁ ସୁସ୍ଥ ରଖିବା ପରିବେଶକୁ ସୁସ୍ଥ ରଖିବା। ଏଠି କ'ଣ ସବୁ ଶୁଖିଲା ସବୁ କିଛି କହିତେ ପ୍ଲାଷ୍ଟିକ୍